ଜୟ ଜଗନ୍ନାଥ। ମୁଁ ସୁଶାନ୍ତ କୁମାର ପଣ୍ଡା। ଆପଣମାନଙ୍କ ପାଇଁ ନେଇ ଆସିଛି ଗୋଟେ ବ୍ୟଙ୍ଗ କବିତା। କବିତାର ଶୀର୍ଷକ ହେଲା ଫେବର। ଆଜିକାଲି ଗାଁରୁ ସହର, ସହରରୁ ଗାଁ, ସବୁଠି ଚର୍ଚ୍ଚିତ ଖବର। କ'ଣ କରିବ କି ଟିକେ ଫେବର? ଫେବର ଶବ୍ଦଟି କାନରେ ବାଜିଲେ, ଫେବର ଶବ୍ଦଟି କାନରେ ବାଜିଲେ ଶୁଭେ ସିନା ଭାରି ମଧୁର, ବ୍ୟବହାର କିନ୍ତୁ ଆଜି ଦୁନିଆରେ ଅତ୍ୟନ୍ତ ନିଷ୍ଠୁର ବର୍ବର। କଲେଜରେ ଏବେ ପାସ୍ କରିବାକୁ ଆବଶ୍ୟକ ହୁଏ ଫେବର। ଖେଳକୁଦ ପାଇଁ ଜାତୀୟ ସ୍ତରରେ ବ୍ୟବହାର ବେଶୀ ଏହାର। ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇଁ ମାଗିଥାନ୍ତି ଟିକେ ଫେବର। କଥା ନ ମାନିଲେ ନିର୍ଯାତନା ସାର, ଜୀବନଟା ହୁଏ ବେକାର। ଯାତ୍ରା ପେଣ୍ଡାଲରୁ ସିନେ ଜଗତ, କାଷ୍ଟିଂ କାଉଚ ଶବ୍ଦଟି ସତ। ଯିଏ ମାନି ନେଲା ଆଗକୁ ବଢିଲା, ନହେଲେ ଖାଇଲା ଓଲଟା ନାତ। ବାବାଙ୍କର କଥା ନ କହିବା ଭଲ, ତାଙ୍କୁ ବି ଦରକାର ଫେବର। ପ୍ରବଚନ ଦ୍ୱାରା ଏମିତି ବାନ୍ଧନ୍ତି, ଭୁଲିଯିବ ଘର ସଂସାର। କେତେ ଝିଅ ବୋହୂ ଲଢି ଲଢି ସତେ ଛାଡ଼ିଲେଣି ଏହି ସଂସାର। ତଥାପି କମୁନି ଫେବରର ନିଶା, କାହା ବଳେ ସତେ ବଳିୟାର। ଯିଏ ମାଗୁଥାଏ ଫେବର, ତାଙ୍କର ବି ବଡ ଖାତିର। ଯଦି ବାଜିଯାନ୍ତା ପୋଲିସର ଲାଠି, ଦିନରେ ଆସନ୍ତା ଫିବର। ମାଗୁଥିବା ଲୋକ ଫେବର, ଥରେ ମା ଭଉଣୀକୁ ପଚାର। ତେବେ ଯାଇ ତୁମ ମତି ବଦଳିବ ତୁମ ବିଚାର। କବିତାଟିକୁ ସେୟାର କରିବା ଅବା ନ କରିବା ଆପଣଙ୍କ ଉପରେ ନିର୍ଭର। ଜୟ ଜଗନ୍ନାଥ।